ମୁଁ ଦେଖୁଛି କେହି ଛୋଟ ପିଲା ହୁଅନ୍ତୁ ବା ବଡ଼ ପିଲା ହୁଅନ୍ତୁ ଦାୟିତ୍ୱ ମାନେ ତମ ଟିକେ ରହୁନାହିଁ ଯେ ମୁଁ ନିଜେ ଏଇ ବର୍ଷ ଭିତରେ 4 ଥର ଲାଟ୍ରିନ୍ ସଫା କଲିଣି ତମ ମାନେ ବ୍ୟବହାର କରୁଛ। ଏଇ ଯୋଉ ବାହାରେ ଯୋଉ 3ଟା ଲାଟ୍ରିନ୍ ରହିଛି 3ଟା ଲାଟ୍ରିନ୍ ମୁଁ 3 ଥର ସଫା କରିବି। ଆମର ଦୈନନ୍ଦିନ କାର୍ଯ୍ୟକ୍ରମ ଯାହା ଆମେ କରୁଛନ୍ତି ନିତ୍ୟକର୍ମ ଗୁଡ଼ିକୁ ଯଥାର୍ଥ ଭାବେ ପାଳନ କରୁଥିବା ସ୍ୱଚ୍ଛତା ଉପରେ ଆମେ ସମସ୍ତେ ଗୁରୁତ୍ୱପୂର୍ଣ୍ଣ ଭାବେ ଧ୍ୟାନ ଦେବା। ଯାହାକି ଆମେ ସବୁବେଳେ ତ ପ୍ରାୟ କରୁଛନ୍ତି ତା ସତ୍ତ୍ୱେ ମଧ୍ୟ ଆମେ ଆଜି ଏ ବୈଠକରେ ଆମେ କହିଦେବା କି ସବୁବେଳେ ଆମେ ପ୍ରତ୍ୟେକ ଦିନ ଥରୁଟେ ଲେଖେ ଗାଧେଇବା ଏବଂ ସକାଳୁ ପ୍ରଥମ ଯେତେବେଳେ ଉଠିବା ମୁହଁଟିକୁ ପଖାଳିବା ବା ମୁହଁଟିକୁ ଧୋଇବା, ଦାନ୍ତ ଘଷିବା। ତା ସଙ୍ଗରେ ଆମେ ନିଜ ନିଜର ପାଇଖାନା ଘରେ ସମସ୍ତ ମଧ୍ୟ ବ୍ୟବହାର କରିବା। ଖାଦ୍ୟ ଖାଇସାରି ପୁଣି କ୍ଲାସରେ ବସୁଛନ୍ତି ଯେମିତି ପାଠ ପଢିବା ପାଇଁ ବସିଲେ ତ ସହିତ ଯେତେବେଳେ ସ୍କୁଲ ଆସିଲେ ଗାଧେଇବା ଏବଂ କିଛି ଖାଦ୍ୟ ଖାଇ ଆସିଥିବା। ସ୍କୁଲରେ ଯେମିତି ଆସୁଛନ୍ତି ଆମେ ସବୁବେଳେ ଧ୍ୟାନ ଦେବା। ଖେଳକୁଦରେ ସବୁବେଳେ ଧ୍ୟାନ ଦେଇଥାନ୍ତି, ପଢିଥାନ୍ତି। କେତେବେଳେ ହାତ ଆମର ସବୁବେଳେ ଭୂଇଁରେ ଲାଗିଥାଏ ବା କୌଣସି ଗଛରେ ଲାଗିଥାଏ। ସବୁବେଳେ ଆମେ ଖାଇବା ପୂର୍ବରୁ ଏବଂ ମଳତ୍ୟାଗ ବା ଝାଡା ନିଜର ଗୋଡ ହାତ ଗୁଡ଼ିକ ଭଲ ଭାବରେ ସଫା କରିବା। ଯେମିତି ଆମେ କରୁଛନ୍ତି ହାତ ଗୁଡ଼ିକୁ ଧୋଇବା ପାଇଁ ଆମର ପ୍ରଣାଳୀ ମଧ୍ୟ ରହିଛି ଯେ ଏମିତି 5ଟି ପ୍ରଣାଳୀ ରହିଛି ହାତ ଧୋଇବା ପ୍ରଣାଳୀ। ଆଗେ ଆମେ ହ୍ୟାଣ୍ଡ ୱାଶ ଟିକେ ନେବା, ସାବୁନ ହବା ହ୍ୟାଣ୍ଡ ୱାଶ ଟିକେ ନେବା। ହ୍ୟାଣ୍ଡ ୱାଶ ନେଇକି ହାତ ଗୁଡ଼ିକୁ ଏମିତି ପୁରା ଭଲ ଭାବରେ ଯେମିତି ଅନ୍ଧି ସନ୍ଧି ନଖ ମଳି ମଧ୍ୟ ସେ ଭିତରକୁ ଯେମିତି ଏମିତି କରିବା। ତାପରେ ଏମିତି କରିବା ଯେମିତି ଚାରିଆଡକୁ ଏପଟ ସେପଟ ଦୁଇ ପଟର ଆଗ ଏବଂ ପଛ ଦୁଇ ପଟଟିକୁ ଯେମିତି ସଫା କରିବା। ମଲ୍ଟି ଟ୍ୟାପ ରହିଛି ହାତ ଧୋଇବା। ଧୋଇ ସାରିଲା ପରେ ତାପରେ ଆମେ ଖାଦ୍ୟ ଗୁଡ଼ିକୁ ଖାଇବା। 3 ଥର ଓଁକାର ଉଚ୍ଚାରଣ କରିବା। ଆଖି ବନ୍ଦ କରିବା। ଆଖି ଯେତେବେଳେ ବନ୍ଦ କରିବା ଏଇ ଦୁଇ ଭ୍ରୂର ମଧ୍ୟ ଭାଗକୁ ଆମେ ମନେ ମନେ ତାକୁ କେନ୍ଦ୍ର କରିକି ଆମେ ଦୃଷ୍ଟି ରଖିବା। କପାଳଭାତି ପ୍ରଶ୍ୱାସ ନେବା, ନିଶ୍ୱାସକୁ ଛାଡ଼ିଲା ବେଳେ ଏଠି ସାମାନ୍ୟ ଚାପ ଦେଇକି ଛାଡ଼ିବା। ପ୍ରଥମ ଥର ଦେଖ ମତେ ଆରମ୍ଭ କର। এই ଦୁଇଟା ଆଙ୍ଗୁଠିର ସାହାଯ୍ୟ ନେବା। ବାମ କୁଡ଼ାରେ ପ୍ରଶ୍ୱାସ ନେବା, ଡାହାଣ କୁଡ଼ାକୁ ବୁଢ଼ା ଆଙ୍ଗୁଠି ମାଧ୍ୟମରେ ବନ୍ଦ ରଖିବା ଏବଂ କିଛି ସମୟ ରଖିଲା ପରେ ପୁଣି ଏଇ ଆଙ୍ଗୁଠି ମାଧ୍ୟମରେ ଆମେ ବାମ କୁଡ଼ାକୁ ବନ୍ଦ କରି ଡାହାଣ ପାର୍ଶ୍ୱ କୁଡ଼ାରେ ଆମେ ଛାଡ଼ିବା। ନିଶ୍ୱାସ ଦେଖ। ଧନ୍ୟବାଦ। ତାପରେ ରସିକାସନ କରିବା। ଏଇପରି ଆଙ୍ଗୁଠିର ସାହାଯ୍ୟ ନେଇ ଆଖି ବନ୍ଦ କରିବା, ଉପରକୁ ଏମିତି ଆଙ୍ଗୁଠି ରଖିବା, କାନ ରଖିବା ଏବଂ ମନେ ମନେ ଭ୍ରମର ଭଳି ଆମେ ଶବ୍ଦ